ମୁଁ କହିଥିଲି ପିଲାମାନେ 27 ତାରିଖ ବାହାରିବ 27 ତାରିଖ ବାହାରିବ ବୋଲି ମୁଁ କହିଥିଲି ଏବଂ ତା ପୂର୍ବରୁ ମଧ୍ୟ ବାହାରିବ ବା ବାହାରି ପାରିବ ବୋଲି ମୁଁ ତମକୁ କହିଥିଲି। ତେଣୁ 27 ତାରିଖ ମୁଁ କହିଥିଲି ଗୋଟେ ଡେଟ୍ ଦେଇଥିଲି 27 ତାରିଖ ବାହାରିଆ କରିବା ପାଇଁ ଚେଷ୍ଟା କରୁଥିଲେ। ତା ପୂର୍ବରୁ ବାହାର କରିଦେଲେ। ତେଣୁ ମୁଁ ଟିକେ ବାହାରକୁ ପଳେଇ ଆସିଛି, ଗାଁକୁ ପଳେଇ ଆସିଛି। ତେଣୁ ସମସ୍ତଙ୍କୁ 27 ତାରିଖ ଯେଉଁଟା 27 ତାରିଖ ବାହାରିବାର ଥିଲା କିନ୍ତୁ 26 ତାରିଖ ବାହାରିଲା ଏବଂ ତୁମମାନେ ବହୁତ ଖୁସି ହେଇଥିବ। ମୁଁ ମଧ୍ୟ ଖୁସି ହେଇଛି, ଗୋଟେ ଡେଟ୍ ଆସିଯାଇଛି ଏବଂ ସେ ଡେଟ୍ ଯେଉଁ କୁହାଯାଇଛି ଏବଂ OTVରେ କନକ ନ୍ୟୁଜ୍ରେ ସବୁଆଡ଼େ ଆମେ ଡେଟ୍ ଦେଖିପାରୁଛୁ ଏବଂ ବହୁତ ଖୁସି ଲାଗୁଛି ଯେ ଡେଟ୍ ଗୋଟେ କ୍ଲିୟର କରିଦେଲେ। ଡେଟ୍ ଆମେ ପାଇଗଲୁ ଏବଂ ସେଇ ଡେଟ୍କୁ ନେଇକରି ଆମେ ଅପେକ୍ଷା କରିବୁ ନାଇଁ କି। ତେଣୁ ଆଉ ଗୋଟେ କଥା ହେଉଛି କ'ଣ କି ଏତେ ମାନେ ଅପେକ୍ଷାର ଅନ୍ତ ଘଟିଲା ଏବଂ ନିଶ୍ଚୟ ଭଲ ରେଜଲ୍ଟ ହେଇଥିବ। କାହିଁକିନା ରେଜଲ୍ଟ ଭଲ ହେବାର ଚାନ୍ସେସ୍ ଅଛି। ରେଜଲ୍ଟ କାହିଁକି ଭଲ ହେବାର ଚାନ୍ସେସ୍ ଅଛି କାହିଁକିନା ଆମେ ଅପେକ୍ଷା କରିଛୁ ଏବଂ ଅପେକ୍ଷାର ଫଳ ମିଠା ନାଇଁ କି। ପିଲାମାନେ ଦେଖ ଏଇ ତ ସନ୍ଧ୍ୟା ହେଇ ଆସିଲାଣି, ତୁମମାନେ ମାନେ ବହୁତ ଖୁସି ହେଉଥିବ। ମୋତେ ବହୁତ ଭଲ ଲାଗୁଛି ଏବଂ ଯେଉଁ ପରୀକ୍ଷା ହେଇଥିଲା ଏବଂ ପରୀକ୍ଷା ପରେ ପରେ ରେଜଲ୍ଟ ବାହାରିବାର ଥିଲା ପ୍ରଥମ ସପ୍ତାହରେ ବାହାରିବାର ଥିଲା ରେଜଲ୍ଟ। ଯେଉଁଟା ପ୍ରଥମ ସପ୍ତାହ କେଉଁଟା ନା ମେ'ର ପ୍ରଥମ ସପ୍ତାହ, କିନ୍ତୁ ପ୍ରଥମ ସପ୍ତାହ ପରେ 15 ତାରିଖ ହେଲା, 10 ତାରିଖ ହେଲା, 13 ତାରିଖ ହେଲା, 15 ତାରିଖ ହେଲା। ତାପରେ ଆମେ ଜାଣିଗଲୁ ଯେ କ'ଣ ନା ଲାଷ୍ଟ ଶେଷ ମାନେ ସପ୍ତାହରେ ବାହାରିବ ବୋଲି। କିନ୍ତୁ ଶେଷ ସପ୍ତାହ କ'ଣ ତା ପୂର୍ବରୁ ଅର୍ଥାତ୍ ମାନେ ତା ପୂର୍ବ ସପ୍ତାହରେ ମୁଁ ତୁମକୁ କହିଥିଲି, ଯେମିତି କହିଥିଲି ଯେ ପୂର୍ବରୁ ବାହାର କରିଦେବେ। ତେଣୁ ଆଉ ବେଶୀ ସମୟ ଲାଗିବନି ବେଶୀ ଏବଂ ମୁଁ ମଧ୍ୟ କଣ୍ଟାକ୍ଟରେ ଥିଲି ଏବଂ ସମସ୍ତଙ୍କ ସହିତ ଯେ 27 ତାରିଖ ବାହାରିବ ବୋଲି। କିନ୍ତୁ 27 ତାରିଖ ପରିବର୍ତ୍ତେ ମାନେ 26 ତାରିଖ ବାହାର କରିଦେଲେ ସେଇଟା ଗୋଟେ ବହୁତ ବଡ଼ କଥା। ଏବଂ 26 ତାରିଖ ରବିବାର ଅଛି ମୋତେ ଲାଗୁଛି ଏବଂ ସେଇ ରବିବାର ଦିନ ଆମେ ସମସ୍ତେ ବସିବା ଏବଂ ଆଲୋଚନା କରିବା। ମୋ ସାଙ୍ଗରେ ଯୋଡ଼ିଯିବ, ଠିକ୍ ଅଛି। ଯେଉଁ ପିଲାମାନେ କୌଣସି ବି ପ୍ରଶ୍ନ ପଚାରୁଛନ୍ତି ସେମାନେ ନିଶ୍ଚୟ ପ୍ରଶ୍ନ ପଚାରିବେ ଏବଂ ମୁଁ ଆନ୍ସର୍ ଦେବି। ଆଉ ଗୋଟେ କଥା ହେଉଛି www.chseodisha.nic.in ସେଠାକୁ ଯାଇକି ରେଜଲ୍ଟକୁ ଯିବାକୁ ପଡ଼ିବ ଏବଂ ସବୁଠୁ ଫାଷ୍ଟ ରେଜଲ୍ଟ ଦେଖିପାରିବ ତୁମେ odisha-result.nic.in। ସେ odisha-result.nic.in ମୁଁ ତୁମକୁ ଲିଙ୍କ୍ ଦେଇଦେବି ତା ପୂର୍ବରୁ। ତେଣୁ ସେଇ ଲିଙ୍କ୍ରେ ତୁମେ କନେକ୍ଟ ହେଇଯିବ ଏବଂ ତୁମେ ନିଶ୍ଚୟ ରେଜଲ୍ଟ ଦେଖିପାରିବ, ଠିକ୍ ଅଛି। ତେଣୁ ସମସ୍ତଙ୍କୁ ସାଧୁବାଦ ପିଲାମାନେ, ବେଷ୍ଟ ଅଫ୍ ଲକ୍ ସମସ୍ତଙ୍କୁ ଏବଂ ଭଲ ରେଜଲ୍ଟ ହେବ ବୋଲି ଆଶା କରାଯାଉଛି। ଏବଂ ତୁମେ ମାନେ ଯେଉଁ କହୁଥିଲ ଯେ ନିର୍ବାଚନ ପରେ ରେଜଲ୍ଟ ହେବ କିମ୍ବା କିଏ କହୁଥିଲେ ଯେ ମାନେ ଜୁନ୍ 8ରେ ରେଜଲ୍ଟ ବାହାରିବ, କିଏ କହୁଥିଲ ମେ 31 ରେଜଲ୍ଟ ବାହାରିବ। କିନ୍ତୁ ମୁଁ ବାରମ୍ବାର ତୁମକୁ କହିଛି ଯେ ମେ 27 ପୂର୍ବରୁ ରେଜଲ୍ଟ ବାହାରିବ। ଅର୍ଥାତ୍ ଏତେ ଦୂର 31 ତାରିଖ ଯିବନି। ବହୁତ ଚ୍ୟାନେଲ୍ କହିଲେ 31 ତାରିଖ ଯିବ ବୋଲି, ନାହିଁ ମୁଁ କହିଲି ତୁମକୁ 31 ତାରିଖ ଯିବ ନାହିଁ, ତା ପୂର୍ବରୁ ମାନେ ରେଜଲ୍ଟ ବାହାରିଯିବ। ତେଣୁ ଏଇ କଥା ବହୁତ କଥା ଯେଉଁଟାକି ମାନେ ଅକୁହା କଥା କହିବାକୁ ପଡ଼ୁଛି ଏବଂ ସମସ୍ତେ ମାନେ କିଏ ଗାଳି ଦେଉଥିଲ, କିଏ କ'ଣ କମେଣ୍ଟ କରୁଥିଲ, କିନ୍ତୁ ପ୍ରକୃତରେ ଯେଉଁଟା ସତ୍ୟ କଥା, ଯେଉଁଟାକି ଟ୍ରୁଥ୍, ଯେଉଁଟାକି ମୁଁ ସମସ୍ତଙ୍କ ସହିତ ମିଶିକିରି ଏବଂ ସମସ୍ତଙ୍କ ସହିତ ମେସେଜ୍ କରିକିରି ତାଙ୍କ କଥାବାର୍ତ୍ତା କରିକିରି ଯେଉଁ ରେଜଲ୍ଟ ଡେଟ୍ ଗୁଡ଼ାକ ଦେଇଛି ସେଇ ରେଜଲ୍ଟ ଡେଟ୍ ଗୁଡ଼ିକରେ ବାହାରିବା ପାଇଁ ସେମାନେ ଚେଷ୍ଟା କରିଛନ୍ତି ଏବଂ ସେ ଚେଷ୍ଟା ଅନୁସାରେ ବାହାରିଛି ଏବଂ ଲାଷ୍ଟରେ 27 ତାରିଖ କହିଥିଲେ ଏବଂ 27 ତାରିଖ ପୂର୍ବରୁ ବାହାରିଛି, 26 ତାରିଖ ବାହାରିଛି। ତେଣୁ ସମସ୍ତଙ୍କୁ ଆଉ ଥରେ ବେଷ୍ଟ ଅଫ୍ ଲକ୍ ଜଣାଇକିରି ରହୁଛି। ଧନ୍ୟବାଦ, ଥ୍ୟାଙ୍କ ୟୁ ଭେରି ମଚ୍। ବନ୍ଦେ ଉତ୍କଳ ଜନନୀ।